ସାର୍ ଆପଣଙ୍କ ନାଁଟା? ମୋ ନାଁଟା ହେଉଛି ପ୍ରମୋଦ କୁମାର ସାହୁ। ଜାଗାର ଲୋକେସନ୍? ଜାଗାର ଲୋକେସନ୍ ହେଲା କଟକ ଚାଉଳିଆଗଞ୍ଜ। ମେସିନ୍ କାହା ନାଁରେ ଆଣିଥିଲେ? ପ୍ରମୋଦ କୁମାର ସାହୁ। ଆପଣଙ୍କ ନାଁରେ ଆସିଥିଲା? ମେସିନ୍ କେଉଁ କମ୍ପାନୀରୁ ଆଣିଥିଲେ? ସୁମନ ଅଗରବତୀ। ସୁମନ ଅଗରବତୀ। ଆଚ୍ଛା, ମେସିନ୍ କ'ଣ ପ୍ରୋବ୍ଲେମ୍ ହେଇଥିଲା? ମେସିନ୍ 1.5 ମାସ ଭିତରେ ମୁଁ କୁଇଣ୍ଟାଲ ମାଲ ବାହାର କରିପାରିଲି ନାହିଁ। ଅସୁବିଧା କ'ଣ ହେଇଥିଲା? ଅସୁବିଧା ହେଉଛି କାଠି ଲାଖୁଛି। ଆଜ୍ଞା। କଥାରେ ତ କାଠି ଆପଣ କଲେ ଯୋଉ ପିଷ୍ଟନ ମାଗିଲା ପିଷ୍ଟନ ସଲ୍ଭ ହେଇଗଲା। ଆଜ୍ଞା। ଆପଣ ଯୋଉ କାମ ପାଇଁ ଆସିଥିଲେ ପିଷ୍ଟନ ସଲ୍ଭ ହେଇଗଲା, କିନ୍ତୁ କାଠି ବାରମ୍ବାର ଲାଗୁଛି। ଆଚ୍ଛା, କୋଉଠି ଲାଗୁଛି? କୋଉଠି ଲାଗୁଛି? ଇଏ ଡାଇ ପାଖରେ। ଡାଇ ପାଖରେ ଲାଗୁଛି। କାଠି ଯୋଉ ବଙ୍କା ତଡ଼ା ଅଛି କାଠିଟି ବାଛି ଦିଅନ୍ତୁ। ଆଚ୍ଛା ଆଚ୍ଛା, ତାପରେ ଆପଣଙ୍କ ଯୋଉ ମାଲଟେ ଶୁଖି ଯାଉଛି କୋଉଠୁ? ଡାଇ ପାଖରୁ। ହଁ, ଡାଇ ପାଖରୁ ମାଲ ଶୁଖି ଯାଉଛି। ଆଚ୍ଛା, ସବୁବେଳେ ବାରମ୍ବାର ଡାଇ ଖୋଲିବାକୁ ପଡୁଛି। ପାଣି ଲେବୁଲ ଟିକେ ବଢେଇ ଦେବେ ହେଲା। ଆଉ ଡାଇ ପାଖରୁ ଯୋଉ ମାଲଟା ଯୋଉ ଆପଣ ଯୋଉ ଛିଞ୍ଚା ରଖିଛନ୍ତି ସେଥିରେ ଛିଞ୍ଚିକି ଟିକେ ଛିଞ୍ଚିକି ବି କରୁଛି, କଥା ତା ଭିତରେ ପ୍ରୋବ୍ଲେମ ହଉଛି। ସେଇ ମାଲ କେବଳ ଲାଖୁଛି, ସେ ମାଲଟା ଶୁଖି ଯାଉଛି ବୋଲି। ଆପଣ ତ ଭଲସେ ଦେଖିଥିବେ କ'ଣ ହେଲା। ଆଉ ଯଦି କିଛି ଅସୁବିଧା ହେଲା ଭିଡ଼ିଓ କଲ୍ ସମାଧାନ କର, ଫୋନରେ ସମାଧାନ କରିବା ହେଲା। କିନ୍ତୁ ସବୁବେଳେ ସେ ନଟ୍ଟାକୁ ଟାଇଟ୍ ରଖିଥିବେ ହେଲା। ଆଜ୍ଞା, ହଁ, ପ୍ରେସର ନଟ୍କୁ ସବୁବେଳେ ଟାଇଟ୍। ଆଉ ଗୋଟେ କଥା, ମୁଁ ତମକୁ ସେଇ ବାଇକରେ ବି କହୁଛି, ପିଷ୍ଟନ ମୁଁ ହାତ ମାରିବି ନା ନାଇଁ? ନାଇଁ, ବୋର ପିଷ୍ଟନ ଏତେ ଏବେ ହାତ ମାରିବା କିଛି ଦରକାର ନାହିଁ। କିଛି ଦରକାର ନାହିଁ, କିନ୍ତୁ ମୁଁ ଖାଲି ସକାଳୁ ଚେକ୍ କରିବି ଟାଇଟ୍ ଅଛି ନା ନାଇଁ, ଏତିକି ଦେଖି। ହଁ ବାସ୍। ଆଉ ତେଲ ବି ତେଲ ଟିକେ ଦେବେ।